କାମନା କରିଥାଏ। ସମସ୍ତ କାମନାକୁ ଯେ ସବୁ କାଳେ ତ୍ୟାଗ କରେ ଜଗତରେ ଥାଏ ହେଲେ ନଥାଏ ଜଗତରେ ଶାନ୍ତିକୁ ସେ ପାଏ ଭଲ ବାଣ୍ଟୁ ଥାଏ ଶାନ୍ତି ନୀତି ହେଲେ ମାଏ ନାଇଁ ହୋଇଯାଏ ବ୍ରହ୍ମେଲିନ ସେଇ ମହାନ ବୈରାଗୀ। ନିଜ ନିଜର ପ୍ରକୃତି ଅନୁସାରେ ଭିନ୍ନ ଭିନ୍ନ କାମନା କରିଥାଏ, କିନ୍ତୁ ମୋ ବିଚାରରେ ପ୍ରାଣୀ ଭିତରେ ଯୋଉ ଗୁଣର ପ୍ରାଧାନ୍ୟ ବି ରହିଥାଉ ତାର ଯେମିତି ବି ପ୍ରବୃତ୍ତି ହଉ ତଥାପି ବି ସମସ୍ତ ପ୍ରାଣୀ ଏକା ଭଳି କାମନା କରିଥାନ୍ତି। ଅର୍ଥାତ୍ ସମସ୍ତ ପ୍ରାଣୀ କେବଳ ପ୍ରକୃତି ଏବଂ ରୁଚି ଅନୁସାରେ ପରିବର୍ତ୍ତିତ ହୋଇଥାଏ। ଜଣେ ସାଧୁ ପୁରୁଷଙ୍କୁ ଅନ୍ୟକୁ ସୁଖ ଦେଇ ସୁଖ ମିଳିଥାଏ, ଅନ୍ୟକୁ ସହାୟତା କରି ସେ ଖୁସି ହୋଇଥାନ୍ତି। କିନ୍ତୁ ଜଣେ ନିଜ ପ୍ରକୃତିଶୀଳ ବ୍ୟକ୍ତି ଅନ୍ୟ କେହି ସୁଖରେ ରହିଲେ ତାକୁ ଦୁଃଖ ଲାଗେ। ସେଥିପାଇଁ ସୁଖ ଏବଂ ଦୁଃଖର ପରିଭାଷା ନିଜ ନିଜର ପ୍ରକୃତି ଏବଂ ରୁଚି ଅନୁସାରେ ପ୍ରତ୍ୟେକ ପ୍ରାଣୀ ନିମନ୍ତେ ଭିନ୍ନ ଭିନ୍ନ ଅଟେ। ପାରିବନି କ୍ଷଣରେ ପରିବର୍ତ୍ତନ କେବଳ ସ୍ମରଣ ଥିବ। ମୁଁ ତମକୁ କଥା କହିଥିଲି ଯେ ଆମ ଶରୀର ସ୍ଥାୟୀ ନୁହନ୍ତି। ସୁଖ ଆଉ ଦୁଃଖ ଏହାର ଅର୍ଥ ହେଉଛି ଯେ ମଣିଷକୁ ଦୁଃଖ ଦୁଇଟି ସଦୃଶ। ଏ ଚକ୍ର ସୁଖ ଏବଂ ଦୁଃଖ ବାରମ୍ବାର ନା ସୁଖ ବା ଦୁଃଖ ମନୁଷ୍ୟ ଜୀବନରେ ଅଟକି ରହିପାରନ୍ତି। ଯଦି ସୁଖ ଆସିଛି ସେ ସର୍ବଦା ରହିପାରେନି, ଆଉ ଯଦି ଦୁଃଖ ବି ଆସିଛି ସେ ବି ସର୍ବଦା ରହିପାରେନି। ପ୍ରଭୁଙ୍କ ଦିବ୍ୟବାଣୀ ରୂପରେ